ଟୁନି ଚଢ଼େଇ ବହୁତ ସମଝଦାର ଚଢ଼େଇ ଥିଲା। ସେ ସବୁବେଳେ ତା ପିଲାମାନଙ୍କୁ ବୁଝାଉଥିଲା, ପିଲାମାନେ କେବେ ବି ହାର ମାନିବ ନାହିଁ। ପରିଶ୍ରମ କରିବ। ପରିଶ୍ରମ ଫଳ ଦିନେ ନା ଦିନେ ନିଶ୍ଚୟ ପାଇବ। ଦେଖ ମୁଁ ମୋର ପରିଶ୍ରମ ବଳରେ କେତେ ଭଡ଼ ତିଆରି କରିଛି, ଆଉ ତୁମ ଦୁଇ ଜଣଙ୍କୁ କେବେ ବି ଦୁଃଖ ଦେଇ ନାହିଁ। ଟୁନି ଚଢ଼େଇର ଦେହ ବହୁତ ଖରାପ ହୋଇଗଲା ଆଉ ତା ପିଲାମାନଙ୍କୁ ଡାକିଲା। ପିଲାମାନେ, ମୁଁ ଆଉ କିଛି ଦିନ ଭିତରେ ମରିଯିବି। ତୁମେମାନେ ପରିଶ୍ରମ କରିବ ଆଉ ଏଇ ଘରକୁ ଭଲ ଭାବରେ ସମ୍ଭାଳି ରଖିବ। ଦୁଇ ଜଣ ମିଶି କାମ କରିବ। ତାପରେ ଟୁନି ଚଢ଼େଇ ସେଇଠାରେ ମରିଗଲା। କିଛି ଦିନ ଏମିତି ବିତିଗଲା। ଟୁନଟୁନି ଦିଦି, ମା ତ ଆଉ ନାହିଁ। ମତେ ବହୁତ ଜୋର ଭୋକ ଲାଗିଛି। ମା ଥିଲେ ସେ ଖାଇବା ନେଇ ଆସିଥାନ୍ତା। ମତେ ବହୁତ ଜୋର ଭୋକ ଲାଗିଛି। କଣ ଖାଇବି? କିଛି ତ କର। ଆରେ ଭଉଣୀ, ମା ନାହିଁ ତାମାନେ ଆମକୁ ଯାହା ବି ହେଉ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିବ। ତମେ ଏଇଠାରେ ଥାଅ, ମୁଁ ଦେଖେ କେଉଁଠାରେ କିଛି ଖାଦ୍ୟ ମିଳିବ କି। ତାପରେ ଟୁନଟୁନି ଖାଦ୍ୟ ସନ୍ଧାନରେ ଗଲା ଆଉ ବହୁତ ଖୋଜିଲା, ହେଲେ କିଛି ପାଇଲା ନାହିଁ। ଆଉ ସେ ଥକି ପଡ଼ିଲା। ତାପରେ ସେ ଘରକୁ ଫେରି ଆସିଲା ଆଉ ତା ଭଉଣୀ କହିଲା, ମୁଁ ତ ଚାରିଆଡ଼େ ଖୋଜି ଆସିଲି, ହେଲେ ଖାଇବା କେଉଁଠାରେ ବି ମିଳିଲା ନାହିଁ। ମା ଠିକ୍ କଥା କହୁଥିଲା, ପରିଶ୍ରମ କର, କେବେ ବି ହାର ମାନିବ ନାହିଁ। ଠିକ୍ ଅଛି, ଚାଲ ଭଉଣୀ, ଆମେ ଦୁଇ ଜଣ ଜଙ୍ଗଲକୁ ଯିବା ଆଉ ଖାଦ୍ୟ ଖୋଜିବା। ଆଉ ଆମର ପରିଶ୍ରମର ଫଳ ଆମକୁ ନିଶ୍ଚୟ ମିଳିବ। ତାପରେ ଦୁଇ ଭଉଣୀ ଜଙ୍ଗଲକୁ ଗଲେ। ଖୋଜୁ ଖୋଜୁ ସେମାନେ ଦେଖିଲେ ଗୋଟିଏ ଗଛରେ ବହୁତ ଆମ୍ବ ହୋଇଛି। ମନ ଶାନ୍ତି କରି ଦୁଇ ଚଢ଼େଇ ଆମ୍ବ ଖାଇଲେ ଆଉ ଘରକୁ ନେଇ ଆସିଲେ। ଆଉ ମଧ୍ୟ କିଛି ଆମ୍ବ କାଲି ପାଇଁ ସଞ୍ଚୟ କରି ନେଲେ। ଆଉ ସେମାନେ ଜାଣିଗଲେ ପରିଶ୍ରମର ଫଳ କେତେ ମିଠା ହୋଇଥାଏ। ତେଣୁ ବନ୍ଧୁଗଣ, ଆମେ ଏଇ ଗପରୁ କ'ଣ ଶିଖିଲେ? ଆମେ ଏଥିରୁ ଶିଖିଲେ ପରିଶ୍ରମ କଲେ ଆମକୁ ତାହାର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିବ ଆଉ କେବେ ବି ଆମେ କଷ୍ଟ ପାଇବା ନାହିଁ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।